ଯୋଗ ରୀତିମତ କରିବେ। ଯେଉଁମାନେ ଯୋଗ କରୁଛନ୍ତି ପ୍ରତ୍ୟେକ ଦିନ ଯୋଗ କରିବେ। ନିହାତି ଯଦି ମଝିରେ କେତେବେଳେ କୁଆଡ଼େ ବାହାରକୁ ଯିବାକୁ ପଡ଼େ ବ୍ରେକ୍ ହେଇଯାଇପାରେ, କିନ୍ତୁ ମିନିମମ୍ ସପ୍ତାହର 5 ଦିନ କରିବାକୁ ପଡ଼ିବ। ଆଉ ସବୁଦିନ କରିବାଟା ସବୁଠାରୁ ଭଲ। ଯୋଗ କଲେ ଆପଣଙ୍କ ଦେହକୁ କୌଣସି ରୋଗ ଆସିବ ନାହିଁ। ଯେଉଁ ରୋଗ ଅଛି ସେ ଆସ୍ତେ ଆସ୍ତେ ଦୂରେଇ ଯିବ। ଆଉ ଆପଣ ସବୁବେଳ ପାଇଁ ନିରୋଗ ହେଇକି ରହିବେ। ଯେଉଁଟାକି ଦେହ ପାଇଁ ରୀତିମତ ମେଡ଼ିସିନ ପାଇଁ ପଇସା ଖର୍ଚ୍ଚ ହେଉଛି ସେଗୁଡ଼ାକ ବନ୍ଦ ହେଇଯିବ। ତେଣୁ ପ୍ରତ୍ୟେକ ଦିନ ଆପଣ ଯୋଗ କରିବେ। ଯେଉଁମାନେ ଯୋଗ କରୁଛନ୍ତି ଯୋଗ ଛାଡ଼ିବେ ନାହିଁ। ଯୋଗ ଛାଡ଼ିଲେ ଯେଉଁ ରୋଗ ଗୁଡ଼ାକ ଅଛି ସେ ପୁଣି ବଡ଼ ଆକାର ଧାରଣ କରିବ। ତେଣୁ ଏଥିପ୍ରତି ସତର୍କ ରୁହନ୍ତୁ ଆଉ ପ୍ରତ୍ୟେକ ଦିନ ଯୋଗ କରନ୍ତୁ। ଏଇଠି ଗୋଟେ ଦେଖନ୍ତୁ, ଥଣ୍ଡା ଦିନେ ମୁଣ୍ଡ ବିନ୍ଧିବାଟା ଗୋଟେ ସାଧାରଣ ଘଟଣା ହେଇଯାଉଛି। ତେଣୁ ଆପଣ ଏଇଠି ମୁଣ୍ଡ ଯୋଗଟା ମୁଁ କରୁଛି ଦେଖନ୍ତୁ। ବହୁତ ବାର ବି କରିକି ଛାଡ଼ିଛି, ଆପଣ ଦେଖିଥିବେ ଆଉ କରୁଥିବେ। ଆଉ ଏବେ ବି ମୁଁ କରୁଛି ଦେଖନ୍ତୁ। ଏଇ 2ଟା ଆଙ୍ଗୁଳିକି ଏଇ ଜାଗାରେ ଧୀରେ ଧୀରେ କରିବେ। 9 ଥର ଲେଖା କରନ୍ତୁ। ଯଦି କାହାରି ମୁଣ୍ଡ ବ୍ୟଥା ବାରମ୍ବାର ଲାଗି ରହୁଛି, ଅଧ କପାଳି ଡେଉଁଛି, ସେମାନେ ଏଇଟାକୁ ଦିନର 3-4 ଥର କରିବେ। କଲେ ଖୁବ୍ ଶୀଘ୍ର ଉପଶମ ପାଇବେ। ତା ଛଡ଼ା ଆକୁ କଲାବେଳେ 9 ଥର କରିବେ। ଯେଉଁମାନଙ୍କର ମୁଣ୍ଡର ଯନ୍ତ୍ରଣା ହେଉଛି ସେମାନେ 9ରୁ ଆସ୍ତେ ଆସ୍ତେ ବଢ଼େଇ 12, 15, 18, 21, 21ଟା ହେଉଛି ଲାଷ୍ଟ। ଏତିକି ପର୍ଯ୍ୟନ୍ତ ଆପଣ କରନ୍ତୁ। ନିଶ୍ଚିତ ଆଜ୍ଞା 100% ଗ୍ୟାରେଣ୍ଟି ରାମବାଣ ଭଳିଆ କାମ କରିବ। ଦେଖନ୍ତୁ ଏଇରକମ ଏଟା ହେଲା। ତାପରେ ହାତ ଏଇଟା ବି ପ୍ଲେନ୍ ଏଇରକମ ସିଧା କରିକି ଏଇ ଆଖି ପତା ଉପରେ ଅଧ କପାଳି ଡେଇଁବା, ଇଏ ସବୁ ସାଙ୍ଗେ ସାଙ୍ଗେ ଆଜ୍ଞା କାମ କରିବ। ତାପରେ ଏଇ ଦେଖନ୍ତୁ, ଏଇଟାକୁ ହାତ ଦୁଇଟାକୁ ଆଗରୁ କରେଇଛି, ଶିଖେଇଛି, ଦେଖିଥିବେ। ତାପରେ ପୁଣି ଏପଟଟାକୁ ଏଇ ଦେଖନ୍ତୁ, ଠିକ୍ ଏଇ ସିଧାର ହାତ ରଖିବ ଧୁକୁ ଧୁକୁ। ତାପରେ ଆଙ୍ଗୁଳି ଦେଇକି ଏଇ 4ଟା ଆଙ୍ଗୁଳିକି ଏଇରକମ ରଖି ଏଇ ଠିକ୍ ସୂତା ନେପରେ ତାପରେ ଏଇ ଧୁକୁ ଧୁକି ଉପରେ ଲାଷ୍ଟ ଏଇଟା ଅଷ୍ଟାଙ୍ଗ ଯୋଗ ଯେଉଁମାନେ କରୁଛନ୍ତି, ଏଇ ଯେଉଁ ଶେଷ ହେଲା 9 ଥର, ସେଇଠୁ ପୁଣି 3 ଥର ଲେଖା ଫେରେକା ଆଣିବେ। ଆଉ ଏଇଟାକୁ ଆପଣ ବର୍ତ୍ତମାନ କରନ୍ତୁ, ସାଙ୍ଗେ ସାଙ୍ଗେ ଆପଣଙ୍କ ସୁସ୍ଥ ଲାଗିବ। ଆଉ ମୁଣ୍ଡରେ ଯଦି ପାଣି ଜମିଥାଏ, ମୁଣ୍ଡର କୌଣସି ଟ୍ୟୁମର ଥାଏ ବା ଅଧ କପାଳି ଡେଉଁଥାଏ, ଇଏଗୁଡ଼ାକ ଆଜ୍ଞା ସାଙ୍ଗେ ସାଙ୍ଗେ କାମ କରିବ। ଦେଖନ୍ତୁ କରିକି, ନିଶ୍ଚିତ ଆଜ୍ଞା ଏଟା କାମ କରିବ। ରହିଲି। ଜୟ ଜୀବ। ପିତାମାତା କି ଜୟ।